ଗପ ଅମୃତରେ କଥାର ଦୋକାନ। ଗୋଟିଏ ଗାଁରେ ଏକ ଅଦ୍ଭୁତ ଦୋକାନ ଥିଲା, କଥାର ଦୋକାନ। ଧର୍ମପାଳ ନାମକ ଜଣେ ବ୍ୟକ୍ତି ଏହାକୁ ଚଲାଉଥିଲା। ସେ କେତୋଟି କାଗଜ ଟୁକୁଡ଼ା ଉପରେ ଉପଦେଶ ଲେଖି ରଖୁଥିଲା। ଯାହାକୁ କୌଣସି ପରାମର୍ଶ ଦରକାର ହେଉଥିଲା, ଯେତେ ଉପଦେଶ ଦରକାର ହେଉଥିଲା, ସେ ବିକ୍ରି କରୁଥିଲା। ଗୋଟିଏ କାଗଜ ଟୁକୁଡ଼ାର ମୂଲ୍ୟ 100 ଟଙ୍କା ଥିଲା। ତାର କାଗଜ ଟୁକୁଡ଼ା ଯିଏ କିଣୁଥିଲା, ସେଥିରେ ଲେଖାଥିବା ପରାମର୍ଶ ପଢ଼ି ବହୁତ ଲାଭବାନ ହେଉଥିଲା। ଦିନେ ଦୋକାନକୁ ଗୋଟିଏ ସେଠ ଆସିଲା। ସେ ଭାରି ଧନୀ ଥିଲା। କଥାର ଦୋକାନରୁ 300 ଟଙ୍କା ଦେଇ ସେ 3ଟି ପରାମର୍ଶ କିଣିଲା। ପରାମର୍ଶ ଗୁଡ଼ିକ ଥିଲା ଏହିପରି। ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାତ୍ରା କରିବା ସମୟରେ ସ୍ତ୍ରୀକୁ କାର୍ଯ୍ୟର ଉଦ୍ଦେଶ୍ୟ ବିଷୟରେ କହିବ ନାହିଁ। ଯଦି ରାସ୍ତାରେ ଯିବା ସମୟରେ ଭୋଜନ କରିବା ଆବଶ୍ୟକ ପଡ଼େ, ତେବେ ରାସ୍ତା କଡ଼ରେ କେବେ ବି ଖାଇବ ନାହିଁ। ତରତର ହୋଇ କୌଣସି କଥାରେ ବାଜି ଲଗାଇବ ନାହିଁ। ବାଜି ଲଗାଇବା ସମୟରେ ଧୀରସ୍ଥିର ଭାବରେ ଚିନ୍ତା କରିବ। ଏହି ପରାମର୍ଶ କିଣି ସେଠ ଘରକୁ ଚାଲିଗଲା। ଏ କଥା କେତେ ସତ ଜାଣିବା ପାଇଁ ସେ ସ୍ତ୍ରୀକୁ ନ କହି 9ଟି ଅଖା ଗାଡ଼ିରେ ଥୋଇଲା ଏବଂ ସହରରେ ବ୍ୟବସାୟ କରିବାକୁ ବାହାରିଲା। କିଛି ଦୂର ଗଲା ପରେ ଭୋକ ଲାଗିଲା। ରାସ୍ତାରେ ନ ଖାଇ ଆଖପାଖକୁ ଚାହିଁଲା। ରାସ୍ତାର କିଛି ଦୂରରେ ଗୋଟିଏ କୂଅ ଦେଖିଲା। ସେଠାରେ ସେ ଗାଡ଼ି ଅଟକାଇଲା ଏବଂ ସେଠାକୁ ସେ ଖାଇବା ପାଇଁ ଚାଲିଗଲା। କିଛି ଦୂର ଯିବା ପରେ ସେ ଅଖାଗୁଡ଼ିକ ଗଣିଲା। 8ଟି ଅଖା ରହିଥିଲା। ତାପରେ ସେ କୂଅ ପାଖକୁ ଯାଇ ଅଖା ଖୋଲିଲା। ସେଠାରେ 9ମ ଅଖାଟି ପଡ଼ିଯାଇଥିଲା। ଅଖା ବାଉଁଶ ତଳେ ପଡ଼ି ରହିଥିଲା। ସେ କୂଅ ମୂଳରୁ ଅଖା ଉଠାଇ ଆସିଲା ବେଳକୁ ତା ଗୋଡ଼ରେ କଣ୍ଟା ପଶିଗଲା। କିନ୍ତୁ କଣ୍ଟା ଏମିତି ଜାଗାରେ ପଶିଲା ଯେ ତା ଗୋଡ଼ରେ ବହୁ ଦିନରୁ ଫାଟୁନଥିବା ବଥଟି ଫାଟିଗଲା। ବହୁଦିନର ବ୍ୟାଧି ଭଲ ହୋଇଗଲା ପରି ଅନୁଭବ ହେଲା। ସେ କଣ୍ଟାଟିରେ ଯେମିତି କିଛି ଚମତ୍କାରୀ ଗୁଣ ଥିଲା। ତାକୁ ସାମାନ୍ୟ କଷ୍ଟ ହେଉନଥିଲା। ଏତେ ଦିନ ପରେ ଯେମିତି ସେ ଭଲ ଭାବରେ ପ୍ରଥମ କରି ଚାଲିଲା। ଏହା ଭାବି ସେ ଫେରିବା ବାଟରେ କଣ୍ଟାଟି ଘରକୁ ନେଇଯିବାକୁ ଭାବିଲା। ତେଣୁ କୂଅ ମୂଳରେ ଚିହ୍ନ ଦେଇ ଗଲା। ସେଠାରେ ଗାତ ଖୋଳି କଣ୍ଟାଟି ପୋତି ଦେଲା। ସହରରେ ଖୁବ୍ ବ୍ୟବସାୟ କଲା। ବହୁତ ଧନ ରୋଜଗାର କଲା। ମନ ଖୁସିରେ ଘରକୁ ଫେରିଲା। ଫେରିବା ସମୟରେ କଣ୍ଟା କଥା ଭୁଲିଗଲା ଏବଂ ଆଉ ଗୋଟିଏ ରାସ୍ତାରେ ଚାଲିଗଲା। ଘରେ ପହଞ୍ଚି ପାଖ ପଡ଼ିଶାଙ୍କର ଭଲମନ୍ଦ ପଚାରିଲା। ଜାଣିବାକୁ ପାଇଲା ଯେ ସେହି ଗାଁର ଜଣେ ଲକ୍ଷପତି ବଡ଼ ବଥ କାରଣରୁ ବଡ଼ କଷ୍ଟ ଭୋଗୁଥିଲା। ସେ ଘୋଷଣା କରିଥିଲା ଯେ ଯଦି କେହି ତାର ବଥ ଭଲ କରିଦେବ, ତାକୁ 10,000 ଟଙ୍କା ପୁରସ୍କାର ଦେବ। ବହୁ ବୈଦ୍ୟ ଚେଷ୍ଟା କରି ଦେଖିଲେ, କିନ୍ତୁ କେହି ବଥ ଭଲ କରିପାରିଲେ ନାହିଁ। ଲକ୍ଷପତି ସେମିତି କଷ୍ଟ ଭୋଗୁଥାନ୍ତି। ସେଠ ଲକ୍ଷପତିଙ୍କୁ ଦେଖି ଆସିଲା। ବଥଟି ଠିକ୍ ସେଠର ଗୋଡ଼ରେ ହୋଇଥିବା ବଥ ପରି ଥିଲା। ଲକ୍ଷପତିକୁ ଦେଖୁ ଦେଖୁ ସେଠର କଣ୍ଟା କଥା ମନେ ପଡ଼ିଗଲା। ମନେ ମନେ ଭାବିଲା, ଯଦି ସେ କଣ୍ଟାଟି ଆଣିପାରନ୍ତା, ତେବେ ନିଶ୍ଚୟ ବଥ ଭଲ କରିପାରନ୍ତା। 10,000 ଟଙ୍କା ମଧ୍ୟ ମିଳିଯାଆନ୍ତା। ଉତ୍ସାହର ସହ ସେ କିଣିଥିବା ପରାମର୍ଶଗୁଡ଼ିକ ଭୁଲିଗଲା। ମନ ଖୁସିରେ କିପରି ତାର ବଥ ଭଲ ହୋଇଛି ଏବଂ ସେ ଏହି ବଥ ଭଲ କରିଥିବା କଣ୍ଟାଟିକୁ କେଉଁଠି ଲୁଚାଇ ରଖିଛି, ସେ କଥା ଗୋଟି ଗୋଟି କରି ସ୍ତ୍ରୀକୁ କହିଦେଲା। ମୁଁ କଣ୍ଟାଟି ନେଇ ଆସିଲେ ଆମେ 10,000 ଟଙ୍କା ପାଇବା। ମୁଁ ଏବେ ଲକ୍ଷପତିଙ୍କ ପାଖକୁ ଯାଉଛି। ମୁଁ ତାହାଠାରୁ ଲେଖି ଆଣିବି ଯେ ମୁଁ ତାଙ୍କୁ ଭଲ କରିଦେଲେ ସେ ମୋତେ 10,000 ଟଙ୍କା ଦେବେ। କାଲି ଯାଇ କଣ୍ଟା ନେଇ ଆସିବି, ସେ ସ୍ତ୍ରୀକୁ କହିଲା। ସ୍ତ୍ରୀ ଏ କଥା ମନ ଭିତରେ ଲୁଚାଇ ରଖିପାରିଲା ନାହିଁ। 10,000 ଟଙ୍କା ମିଳିବାର ଆନନ୍ଦରେ ଏତେ ବୁଡ଼ିଗଲା ଯେ ବଡ଼ ଗୁପ୍ତ କଥା ପରି ସେଠ କହିଥିବା ସବୁ କଥା ପଡ଼ୋଶୀ ଘରେ କହିଦେଲା। ସେତେବେଳେ ସେଠ ଲକ୍ଷପତି ଘରକୁ ଯାଉଥିଲା। ରାସ୍ତାରେ ପଡ଼ୋଶୀ ସହିତ ଦେଖା ହେଲା। ସେ କଥାବାର୍ତ୍ତା ଜାଣିପାରିଲା ଯେ ଦୁହେଁ ଗୋଟିଏ କାମରେ ଯାଉଛନ୍ତି।
ଏ ବଥ କିପରି ଠିକ୍ ହେବ ଏ କଥା ମୋ ବ୍ୟତୀତ କେହି ଜାଣନ୍ତି ନାହିଁ, ସେଠ କହିଲା। ମୁଁ ବି ଜାଣେ, ପଡ଼ୋଶୀ ଯୁବକ କହିଲା। ଲକ୍ଷପତିର ବଥ ତୁମେ ଠିକ୍ କରିପାରିବ ନାହିଁ, ସେଠ କହିଲା। ଠିକ୍ କରିଦେବି, ଯଦି ଦରକାର ବାଜି ଲଗାଅ, ତେବେ ତୁମ କଥାରେ ଦମ୍ ଅଛି ଜଣାପଡ଼ିବ, ପଡ଼ୋଶୀ କହିଲା। ସେଠ ଠିକ୍ କିଣିଥିବା ପରାମର୍ଶ ପୁଣି ଭୁଲିଗଲେ। ଆଗ ପଛ ବିଚାର ନ କରି ପଡ଼ୋଶୀକୁ କହିଲେ, ଯଦି ସେ ବଥ ଠିକ୍ କରିଦେବ, ସେ ସେଠ ଘରର ଯେଉଁ ଜିନିଷକୁ ଛୁଇଁବ ତାହା ସେଠ ତାକୁ ଦେଇଦବ। ପଡ଼ୋଶୀ ଜଣକ ସେଦିନ ସନ୍ଧ୍ୟାରେ କୂଅ ମୂଳକୁ ଗଲା। ତା ସ୍ତ୍ରୀଠାରୁ ଯେମିତି ଶୁଣିଥିଲା ସେହି ଅନୁସାରେ ଖୋଜି ଖୋଜି କଣ୍ଟା ପୋତା ଯାଇଥିବା ସ୍ଥାନରେ ପହଞ୍ଚିଲା। ସେଠ ପୋତିଥିବା କଣ୍ଟାଟି ଖୋଜି ନେଇ ଆସିଲା। ଡେରି ନ କରି ସାଙ୍ଗେ ସାଙ୍ଗେ ଯାଇ ଲକ୍ଷପତିର ଘାରେ ଲଗାଇଦେଲା। ଲକ୍ଷପତି ସାଙ୍ଗେ ସାଙ୍ଗେ ଆରାମ ଅନୁଭବ କଲା। ତାର ବହୁଦିନର ବଥ ଭଲ ହୋଇଗଲା। ସେ ସାଙ୍ଗେ ସାଙ୍ଗେ 10,000 ଟଙ୍କା ପୁରସ୍କାର ସହିତ ଅନେକ ଉପହାର ଦେଇ ତାକୁ ବିଦା କଲା। ସେଠ କଣ୍ଟା ଆଣିବା ପାଇଁ ଯିବା ପୂର୍ବରୁ ଏସବୁ ହୋଇଗଲା। ସର୍ତ୍ତ ଅନୁଯାୟୀ ପଡ଼ୋଶୀ ବ୍ୟକ୍ତି ଜଣକ ତାଙ୍କ ଘରକୁ ଆସି ସିନ୍ଦୁକ ଛୁଇଁଦେଲେ କ'ଣ ହୋଇଯିବ ଏହା ଭାବିଲା। ତାର ସବୁ ଧନ ସମ୍ପତ୍ତି ସେଇଥିରେ ରହିଥିଲା। ଉପଦେଶ ନ ମାନିବାରୁ ଏହି ଅବସ୍ଥା ହେଲା। ସେ କାର୍ଯ୍ୟରେ ବାହାରି ପୂର୍ବରୁ ସ୍ତ୍ରୀକୁ କହିଲା କି ସେ କଣ୍ଟା ଆଣିବା ପାଇଁ ଯାଉଛି। ପଡ଼ୋଶୀ ସାଙ୍ଗରେ ମଧ୍ୟ ଆଗପଛ ବିଚାର ନ କରି ନିର୍ବୋଧ ପରି ସର୍ତ୍ତ ବା ବାଜି ଲଗାଇଲା। ସେଠ ଦୌଡ଼ି ଦୌଡ଼ି ଧର୍ମପାଳଙ୍କ ଦୋକାନକୁ ଗଲା। ତାଙ୍କ ଗୋଡ଼ ତଳେ ପଡ଼ିଲା। ଯାହା ଘଟିଥିଲା ସବୁ କଥା ଗୋଟି ଗୋଟି କରି କହିଲା। ଆଜ୍ଞା, ମୋତେ ଏମିତି କିଛି ବାଟ ଦେଖାନ୍ତୁ ଯାହାଦ୍ୱାରା ମୋର କିଛି କ୍ଷତି ହେବ ନାହିଁ, ନଚେତ୍ ମୋ ପରିବାର ଭାସିଯିବ। ଯାହା ହୋଇଗଲା ହୋଇଗଲା। ତୁମେ ତୁମର ସିନ୍ଦୁକ ଆଟୁ ଉପରେ ଲୁଚାଇ ଦିଅ। ଯେତେବେଳେ ପଡ଼ୋଶୀ ଆସିବ ନିଶୁଣି ଲଗାଇଦେବ। ମୁଁ ବି ଆସିଯିବି, ଧର୍ମପାଳ କହିଲେ। ପଡ଼ୋଶୀ ସେଠର ଘରୁ ସର୍ତ୍ତ ଅନୁସାରେ କୌଣସି ଜିନିଷ ନେବାକୁ ଯାଉଛି, ଏହି କଥା ଦେଖିବା ପାଇଁ 5-10 ଜଣ ଲୋକ ଜମା ହୋଇଗଲେ। ସେଇଦିନ ସଞ୍ଜରେ ପଡ଼ୋଶୀ 5-10 ଜଣଙ୍କ ପରିଚିତ ବ୍ୟକ୍ତିଙ୍କୁ ନେଇ ସେଠର ଘରକୁ ଆସିଲା। ସେ ଚାରିପଟେ ଦେଖିଲା, ତାକୁ ସିନ୍ଦୁକ ଦିଶିଲା ନାହିଁ। ସେ ଆଟୁ ଉପରକୁ ସିଡ଼ି ପଡ଼ିଥିବାର ଦେଖିଲା। ସିନ୍ଦୁକ ଉପରେ ରହିଥିଲା। ସିଡ଼ି ଉପରେ ଚଢ଼ିବା ପାଇଁ ପଡ଼ୋଶୀ ସିଡ଼ି ଧରିଲା। ସେଠ ସେ ସିଡ଼ି ଛୁଇଁଦେଲା। ଏବେ ଏ ସିଡ଼ି ତୁମର ନୁହେଁ, ତୁମେ ସର୍ତ୍ତରେ ହାରିଗଲ, ଧର୍ମପାଳ ଇତକ କହିଲେ। ଏ କଥା ଶୁଣି ପଡ଼ୋଶୀ ଆପତ୍ତି କଲା। ପରନ୍ତୁ ସେଠାରେ ଏକାଠି ହୋଇଥିବା ଲୋକେ କହିଲେ ଯେ ଧର୍ମପାଳ ଯାହା କହିଛନ୍ତି ଠିକ୍ କହିଛନ୍ତି। ଫଳରେ ସେଠଙ୍କର କୌଣସି ବିଶେଷ କ୍ଷତି ହେଲା ନାହିଁ।